आपण समस्तଙ୍କୁ ଆମେ ଚ୍ୟାନେଲ୍ କ୍ରିଏଟିଭ୍ ସ୍ନେଡ଼ିଓ ସ୍ୱାଗତ। ତେବେ ରହିଛି ଆପଣଙ୍କ ପାଇଁ ନ୍ୟୁଜ୍ ଅପଡେଟ୍ 2145 ଯାହା ଆପଣ ପାଇପାରୁଛନ୍ତି ଆମ ଚ୍ୟାନେଲ୍ ମାଧ୍ୟମରେ। ବହୁତ ସାରା ଏଜୁକେସନାଲ୍ ଇନଫର୍ମେସନ୍ ଅଛି, ନ୍ୟୁଜ୍ ଦ୍ୱାରା ଆପଣ ସେୟାର କରିଯାଉଛୁ। ପ୍ରଥମ ଅପଡେଟ୍ରୁ ଆରମ୍ଭ କରିବା, ତାପରେ ଆପଣଙ୍କୁ କହିବାକୁ ଚାହିଁବି ଯେଉଁମାନେ ପ୍ରିପାରେସନ୍ କରୁଛନ୍ତି ହାରାସ୍ ହୁଅନ୍ତୁନି। ବିଭିନ୍ନ ସମୟରେ ବିଭିନ୍ନ ଇନଫର୍ମେସନ୍ ମିଳୁଛି, ବଟ୍ ଯେପର୍ଯ୍ୟନ୍ତ ଅଫିସିଆଲ୍ ଚିଠି ନ ଆସିଛି, ଆପଣଙ୍କ ସାମ୍ନାକୁ କିଛି ଜିନିଷ ନ ଆସିଛି, ସେ ପର୍ଯ୍ୟନ୍ତ ମୁଁ ପର୍ଟିକୁଲାରଲି କହିବି ବିଜେଡ଼ି ଗଭର୍ଣ୍ଣମେଣ୍ଟ ସମୟରେ କଥା ଯାହା ହେଉଥିଲା କାମ ସେୟା ହେଉଥିଲା, ଚିଟ୍ ହେଉଥିଲା। ଏବେ ଚିଟ୍ ତ ହେଉଛି କିନ୍ତୁ କଥା ଯାହା କାମ ସେୟା ହେଉନି। ତେଣୁ ଲିଖିତ ଭାବରେ ଆପଣ ସାମ୍ନାକୁ ନ ଆସିବା ପର୍ଯ୍ୟନ୍ତ ବିଲିଭ୍ କରନ୍ତୁନି। ସେ ପ୍ରାଥମିକ ଶିକ୍ଷକ ହୁଅନ୍ତୁ ବା ଆଶାୟୀ ଶିକ୍ଷକ ହୁଅନ୍ତୁ, ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ କରୁଥିଲେ। ପ୍ରାଥମିକ ଶିକ୍ଷକମାନଙ୍କୁ 7 ଦିନ ସମୟ ଦିଆଗଲା। ତାପରେ ସେମାନେ ମନ୍ତ୍ରୀଙ୍କୁ ଲିଖିତ ଭାବରେ ଜଣାଇଲେ। 16 ତାରିଖ ଡେଡ଼ଲାଇନ୍ କମ୍ପ୍ଲିଟ୍ ପରେ 18 ତାରିଖ ମନ୍ତ୍ରୀଙ୍କୁ ଜଣାଇଲେ। 18 ତାରିଖ ମନ୍ତ୍ରୀଙ୍କୁ ଜଣାଇଲା ପରେ ଆଜି ପର୍ଯ୍ୟନ୍ତ 18 ତାରିଖରୁ 26 ତାରିଖ 8 ଦିନ ଭିତରେ କୌଣସି ଉପରେ ପ୍ରୋସିଡ଼ିଂ ହେଲା ନାହିଁ। ଏବଂ ନହେଲା ଫଳରେ ସେମାନେ ଗୋଟେ ସାଂଗଠନିକ ବାର୍ତ୍ତା ଦେଇଛନ୍ତି, ଯେଉଁଟାକି ଆସନ୍ତା 29/12 ଦିନ 11ଟା ସମୟରେ ସେମାନେ ଷ୍ଟିୟରିଂ କମିଟି ସଦସ୍ୟ କର୍ମକର୍ତ୍ତାମାନଙ୍କୁ ନେଇକି ସେମାନଙ୍କର ଗୋଟେ ମିଟିଂ ଅର୍ଗାନାଇଜ୍ କରାଯିବ। ଏବଂ ଏଇଟା ଆପଣ ଦେଖିପାରୁଛନ୍ତି ମାନେ ଆଜିର ଚିଠି ରହିଛି। ଏବଂ এই ମିଟିଂରେ ଯାହା ନିଷ୍ପତ୍ତି ନିଆଯିବ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ, ସେଇଟା 30 ତାରିଖ ଦିନ 11ଟା ସମୟରେ ପୁନଃ ରାଜ୍ୟ ଷ୍ଟିୟରିଂ କମିଟିର ପୁନର୍ବିଚାର କରି ଗୋଟେ ନିଷ୍ପତ୍ତି ଗ୍ରହଣ କରାଯିବ। ଅର୍ଥାତ୍ 29 ତାରିଖ ସବୁ ଜିଲ୍ଲା ଷ୍ଟିୟରିଂ କମିଟି ମିଟିଂ ଆଣ୍ଡ 30 ତାରିଖ ରାଜ୍ୟ ଷ୍ଟିୟରିଂ କମିଟି ମିଟିଂ ଆପଣ ଅର୍ଗାନାଇଜ୍ କରାଯାଇକି ତାପରେ ଆପଣଙ୍କୁ ନୂଆ ବର୍ଷ ସୁଦ୍ଧା 1 ତାରିଖ ସୁଦ୍ଧା କ'ଣ କରିବାକୁ ହେବ ତା'ର ବିଧିବଦ୍ଧ ଦିଆଯିବ। ଅର୍ଥାତ୍ ଆପଣଙ୍କୁ 2 ତାରିଖ ଦିନ ଗୋଟେ ୱାର୍କିଂ ଡେ, 3 ତାରିଖ ସଣ୍ଡେ, ଦେନ୍ ଆପଣଙ୍କର ମାନେ ଆପଣ ଆସିପାରିବେ 3 ତାରିଖ ସାଟର୍ଡେ, 2 ଦିନ ୱାର୍କିଂ ଡେ, 4 ତାରିଖ ଛାଡ଼ି ଆପଣ 5 ତାରିଖ ଦିନ ପୁନଃ ରାସ୍ତାକୁ ଓହ୍ଲାଇ ପାରିବେ। ଆପଣଙ୍କ ପାଖରେ ସୁଯୋଗ ରହିଛି, ଠିକ୍ ଅଛି। ଆଣ୍ଡ ତା ସହିତ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟର ଚିଠି ରହିଛି। ଏଇଟା ହିଁ ନିରାଶ କରିଛି। ଆଜି ଚିଠି ଆସିବାର ମିନିଟ୍ସ ଅଫ୍ ମିଟିଂ, ମୋତେ ଆଜି ଜଣେ ମୋ ସହିତ ବହୁତ ଆର୍ଗୁମେଣ୍ଟ କରୁଥିଲେ ଯେ ମିନିଟ୍ସ ଅଫ୍ ମିଟିଂ ରେ ମେନସନ୍ ନାହିଁ, ଠିକ୍ ଅଛି। ଗୋଟେ ଆପଣଙ୍କର କୋଅର୍ଡ଼ିନେସନ୍ ଡିଫରେଣ୍ଟ ଯେଉଁମାନେ ଷ୍ଟେକ୍ ହୋଲ୍ଡର ଅଛନ୍ତି ଏସ୍ଏମ୍ଇର, ତାଙ୍କ ଭିତରେ ଯେଉଁ ମିଟିଂ ରହିଛି ସେ କୋଅର୍ଡ଼ିନେସନ୍ ମିଟିଂ, ସେଥିରେ ତ ପ୍ରପୋଜାଲ୍ ଅଛି। ଦେଖନ୍ତୁ ପ୍ରୋସିଡ଼ିଂ ପ୍ରପୋଜାଲ୍ ଏସବୁ ଜିନିଷର କୌଣସି ଡେଡ଼ଲାଇନ୍ ନଥାଏ, କୌଣସି ଗ୍ୟାରେଣ୍ଟି ନଥାଏ। କିନ୍ତୁ ମିନିଟ୍ସ ଅଫ୍ ମିଟିଂରେ ପରବର୍ତ୍ତୀ ମାସର କାର୍ଯ୍ୟପନ୍ଥା ସ୍ଥିର କରାଯାଇଥାଏ। ଏଠି ଆପଣ ଦେଖିବେ ଯାହା ଯାହା ଆପଣଙ୍କ କାର୍ଯ୍ୟପନ୍ଥା ମୁଁ ଆପଣଙ୍କୁ ଦେଖେଇବି। ଆଉ ଏଠି ଆପଣ ଆଉ ଗୋଟେ ଚିଠି ରହିଛି, ଏଇଟା ଗୋଦାବରୀ ସ୍ମିଥ୍ର ମାନେ ଏଷ୍ଟିମେସନ୍ ରହିଛି କେତେ କେତେ ଫାଇନାନ୍ସ କାହାକୁ ଦିଆଯିବ। ଏଠି ଯେଉଁ ସ୍ପେଶାଲ୍ ବଜେଟ୍ ହେଇଥିଲା, ଏ ସ୍ପେଶାଲ୍ ବଜେଟ୍ଟାକୁ ବି ଦେଖି ନିଅନ୍ତୁ। କରେଣ୍ଟ ଇୟର୍ରେ ଆପଣଙ୍କର ଗୋଟେ ଅତିରିକ୍ତ ବଜେଟ୍ ହେଇଥିଲା ନା, ସେଇଥିରେ ଆପଣଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ଯାହା ମିଳିଥିଲା, ସେଠି ଗୋଦାବରୀ ସ୍ମିଥ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏଲିମେଣ୍ଟାରୀ ଏଜୁକେସନ୍ ପ୍ରୋଗ୍ରାମ୍ ପାଇଁ ପ୍ରୋଭିଜନ୍ କେତେ, ଦେନ୍ ଆପଣଙ୍କର କନଷ୍ଟ୍ରକ୍ସନ୍ ଅଫ୍ ଦ ବିଲ୍ଡିଙ୍ଗସ୍ DO ଅଫିସ୍ ଡିଫରେଣ୍ଟ ଆପଣ ସେକ୍ଟର ତାର କେତେ, ଦେନ୍ ଆପଣଙ୍କର ରିପେୟାର ରିନୋଭେସନ୍ ଅଫ୍ ଗଭର୍ଣ୍ଣମେଣ୍ଟସ୍ ଏଲିମେଣ୍ଟାରୀ ସ୍କୁଲ୍ସ କେତେ ଆଣ୍ଡ ଅର୍ବାନ୍ ଏରିଆରେ, ଦେନ୍ ଆଡ଼ିସନାଲ୍ କ୍ଲାସରୁମ୍ ଫର୍ ଗଭର୍ଣ୍ଣମେଣ୍ଟ ଟ୍ରେନିଂ ସ୍କୁଲ୍ସ କେତେ, କନଷ୍ଟ୍ରକ୍ସନ୍ ଅଫ୍ ମେଣ୍ଟେନାନ୍ସ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କେତେ, ଆଣ୍ଡ ଆପଣଙ୍କର ଗଭର୍ଣ୍ଣମେଣ୍ଟ ହାଇସ୍କୁଲର କେତେ, ରୁରାଲ୍ ଏରିଆରେ କେତେ କନଷ୍ଟ୍ରକ୍ସନ୍ ହେବ, ସୈନିକ ସ୍କୁଲର କେତେ କନଷ୍ଟ୍ରକ୍ସନ୍ ହେବ, ଆଣ୍ଡ ଗଭର୍ଣ୍ଣମେଣ୍ଟ ସେକେଣ୍ଡାରୀ ସ୍କୁଲ୍ସର କେତେ କନଷ୍ଟ୍ରକ୍ସନ୍ ହେବ, ଦେନ୍ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ କେତେ ହେବ ନନ୍ ଗଭର୍ଣ୍ଣମେଣ୍ଟ ଆଡେଡ୍ ହାୟର ସେକେଣ୍ଡାରୀ ସ୍କୁଲ୍ସର, ଦେନ୍ ଆପଣଙ୍କର ହାୟର ସେକେଣ୍ଡାରୀ ସ୍କୁଲ୍ସର ଗଭର୍ଣ୍ଣମେଣ୍ଟ ଯେଉଁଟା ଅଛି ଭୋକେସନାଲ୍ ଏଜୁକେସନ୍ର, ତା ପାଇଁ କେତେ ପଇସା ରହିବ, ଏ ବ୍ୟବରାତ କରାଗଲା। ତ ଆପଣଙ୍କର ଆକୁ ବି ଆପଣଙ୍କ କମ୍ପ୍ଲାଏ ରିପୋର୍ଟ ଦେବା ପାଇଁ କୁହାଗଲା। କିନ୍ତୁ ଏଠି ଆପଣ ଦେଖିବେ ଆପଣଙ୍କର ଯେଉଁ ମିନିଟ୍ସ ଅଫ୍ ମିଟିଂ 19 ଡିସେମ୍ବର ହେଲା, ମୋତେ ସେ ଭାଇ ଜଣଙ୍କୁ ପଚାରିଲେ ଯେ ମିନିଟ୍ସ ମିଟିଂରେ କେଉଁଠି ପର ମାସ ପାଇଁ ଏଜେଣ୍ଡା ଥାଏ। ଦେଖନ୍ତୁ ଆପଣ ମାନେ ଗୋଟେ ଜିନିଷ ନ ଜାଣି ଯୁକ୍ତି କରନ୍ତୁନି, ମୁଁ କହି ପର୍ଟିକୁଲାରଲି, କାହିଁକିନା ମିନିଟ୍ସ ମିଟିଂରେ ଯାହା ଡିସ୍କସନ୍ କରାଯାଏ ସେଇଟାକୁ କେବେ ସୁଦ୍ଧା ଇମ୍ପ୍ଲିମେଣ୍ଟ କରାଯିବ ତାର ଗୋଟେ ଡେଡ଼ଲାଇନ୍ ଥାଏ। ସେ ଡେଡ଼ଲାଇନ୍ ମୋଷ୍ଟ ଅଫ୍ କେସ୍ରେ ଆପଣଙ୍କର ପର ମାସରେ ଆପଣଙ୍କର ଯେଉଁ ଡେଟ୍ ଆପଣଙ୍କର କରାଯିବ, ଯେଉଁ ଡେଟ୍ ଟାର୍ଗେଟ୍ ଫିଲ୍ଅପ୍ କରାଯିବ, ସେ ଟାର୍ଗେଟ୍ ଆପଣଙ୍କର ସେଟ୍ କରାଯାଇଥାଏ। ପୂର୍ବ ଚିଠି ତାକୁ ଇମ୍ପ୍ଲିମେଣ୍ଟ କରାଯିବ କେଉଁ ଡେଟ୍ ସୁଦ୍ଧା, ତାକୁ ଗୋଟେ ସ୍ଥିରୀକୃତ କରାଯାଇଥାଏ। ତେଣୁ ଏଇଟା ଇମ୍ପ୍ଲିମେଣ୍ଟ
ମାନେ ଜଣେ ଜାଣି ରଖିବା ଉଚିତ ଯେ ମିଟିଂ ଯଦି ହେଉଛି 19 ତାରିଖ, ଚିଠି ଯଦି ବାହାରୁ 24 ତାରିଖ, ତାହେଲେ ଯେଉଁ ଇନଷ୍ଟ୍ରକ୍ସନ୍ ଦିଆଗଲା ବା ଯେଉଁ ଟାସ୍କ ଦିଆଗଲା ସେ ଟାସ୍କକୁ କେବେ କରାଯିବ ତା ପରବର୍ତ୍ତୀ ମାସରେ। ଏଇଠି ଆପଣ ଦେଖନ୍ତୁ, ମୁଁ ଗୋଟେ ଦେଖାଉଛି ଫାଇନାନ୍ସ ସେକ୍ଟରରେ ଆପଣଙ୍କର ଯେଉଁ ଇମ୍ପ୍ଲିମେଣ୍ଟେସନ୍ ଦିଆଗଲା ଏଠି ଫାର୍ଷ୍ଟ ୱିକ୍ ଅଫ୍ ଜାନୁଆରୀ, ମାନେ ଜାନୁଆରୀ ଟାସ୍କ। ଠିକ୍ ଅଛି, ତ ଏଇଠି ଆପଣଙ୍କର ଆଉ ଗୋଟେ ଟାସ୍କ ଦିଆଗଲା ଆପଣଙ୍କର 30 ଡିସେମ୍ବର ସୁଦ୍ଧା ଟାସ୍କ ଦିଆଗଲା। ତେଣୁ ସେବେଠୁ ଆରମ୍ଭ ହେଲା ଆପଣଙ୍କର ଜାନୁଆରୀ ମାସରେ ଏଠି ଆପଣ ଦେଖନ୍ତୁ ଏଠି ଆଉ ଗୋଟେ ଟାସ୍କ ଦିଆହେଲା ଜାନୁଆରୀ ମାସ ସୁଦ୍ଧା କରିବା ପାଇଁ। ତେଣୁ ଏଇଟା ଆପଣ ଗୋଟେ ମାନେ ଯେଉଁମାନଙ୍କ ନଲେଜ୍ ନାହିଁ ସେମାନେ ଏଇ ବିଷୟରେ ଆର୍ଗୁମେଣ୍ଟ କରିବା ମୋତେ ଉଚିତ ଲାଗେନି। ଠିକ୍ ଅଛି, ଆଣ୍ଡ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ର ଚିଠି ଆପଣ ଦେଖିବେ 26/12ର। ଆଗରୁ ବୋର୍ଡ଼ ଅବଶ୍ୟ ଇନଫର୍ମେସନ୍ ଦେଇଥିଲା ଆପଣ 21 ତାରିଖ ଏକ୍ଜାମ୍ ହେବ ବୋଲି, ଟାଇମିଂ ଜଣା ନଥିଲା। ବର୍ତ୍ତମାନ ଟାଇମିଂ ଆସିସାରିଛି, ପେପର୍ 1 ପେପର୍ 2 ଆଟ୍ ଏ ଟାଇମ୍ ହେବ। ଆପଣ ସେପାରେଟଲି ଦେଇପାରିବେନି, ଆପଣଙ୍କର ଦିନ 10ଟାରୁ ଦିନ 12:30 ହେବ। ଆଣ୍ଡ ଆପଣ 10/1ରୁ ଆପଣଙ୍କ ଆଡମିଟ୍ କାର୍ଡ଼ ବୋର୍ଡ଼ ୱେବସାଇଟ୍ରେ ପାଇବେ, ଯେଉଁମାନେ ଆପ୍ଲାଏ କରିଛନ୍ତି ବୋର୍ଡ଼ ୱେବସାଇଟ୍ରେ ପାଇପାରିବେ। ଠିକ୍ ଅଛି, ନେକ୍ସଟ ରହିଛି ଆପଣଙ୍କର ଚିଠି ରହିଛି ରିଗାର୍ଡ଼ିଂ NEP 220 ଆଣ୍ଡ ଏଇଟା ଆପଣଙ୍କର ଲିଟରେସି ଧୀରେନ୍ ସାହୁ IAS ଆଡ଼ିସନାଲ୍ ସେକ୍ରେଟାରୀ ଚିଠି କରିଛନ୍ତି ମିନିଷ୍ଟ୍ରି ଅଫ୍ ଏଜୁକେସନ୍କୁ। ଆଣ୍ଡ 9 ଜାନୁଆରୀ 2026ରେ ଇନଭାଇଟ୍ କରାଯାଇଛି ଗୋଟେ ଫ୍ରେମୱାର୍କ ରିକନଷ୍ଟ୍ରକ୍ସନ୍ ହେଉଛି ଆପଣଙ୍କର ସମଗ୍ର ଶିକ୍ଷା ସ୍କିମ୍ରେ। ଆଣ୍ଡ ଭେନ୍ୟୁ ରହିଛି ଆପଣଙ୍କର ପୁରୀରେ ରହିଛି। ଆଣ୍ଡ ସେଠି ନ୍ୟାସନାଲ୍ ଏଜୁକେସନ୍ ପଲିସିର ବହୁତ ସାରା ଭଲ ପଏଣ୍ଟ ଅଛି, ବଟ୍ ଗଭର୍ଣ୍ଣମେଣ୍ଟକୁ ଯେଉଁଟା ସୁହାଉଛି ଗଭର୍ଣ୍ଣମେଣ୍ଟ ସେଇ ଜିନିଷଟାକୁ ଇମ୍ପ୍ଲିମେଣ୍ଟ କରୁଛି। ଯେଉଁଟା ସୁହାଉ ନାହିଁ, ଯେଉଁଟା ବାଧା ଦେବ ସେଇ ଜିନିଷଟାକୁ ଇମ୍ପ୍ଲିମେଣ୍ଟ ହେଉନାହିଁ, ଏଇଟା ଦୁଃଖ ଜିନିଷ। ଏବଂ ସ୍ୱାସ୍ଥ୍ୟ ବିଭାଗ ଅଂଶ ଆଲୋଚନା ବିଫଳ ହୋଇଛି। ଆଜିଠୁ 1 ଘଣ୍ଟା OPD ସେବା ବନ୍ଦ ଏବଂ 10 ଦଫା ଦାବି ନେଇ ସେମାନେ ଆନ୍ଦୋଳନ ଓହ୍ଲାଇଛନ୍ତି। ଓହ୍ଲାଇବା ସ୍ୱାଭାବିକ କଥା, କାହିଁକିନା ଦୀର୍ଘ ଦିନର ଦାବି ରହି ସେମାନଙ୍କର ସରକାର ଶୁଣୁନାହାନ୍ତି, ଖେଳୁଛନ୍ତି। ବେଳେବେଳେ ଚାପ ପ୍ରୟୋଗ କରୁଛନ୍ତି, ବେଳେବେଳେ ଆପଣଙ୍କର କହୁଛନ୍ତି ମାନେ ଲାଗୁ ହେଇଗଲା, ମାନେ ଏସ୍ମା ଲାଗୁ ହେଇଗଲା 6 ମାସ ପାଇଁ ଆନ୍ଦୋଳନ କରିପାରିବନି। ତ ସେଥିଲାଗି ନିବୃତ୍ତ ରହିବାକୁ ଅନୁରୋଧ କରୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ, କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ୟା ସମାଧାନ କରିଦେଉନାହାନ୍ତି କାହିଁକି? ଠିକ୍ ଅଛି, ଆଣ୍ଡ ତା ସହିତ SI ଚାକିରି ନାଁରେ 1.5 କୋଟି ଟଙ୍କା ଠକି ପୁନେରୁ ଧରାପଡ଼ିଛି ମାଷ୍ଟର। କିଏ କେଉଁଠି ଧରାପଡ଼ୁଛନ୍ତି? SI ଚେର ଏତେ ଲମ୍ବିଛି, ବରଗଛଠୁ ଅଧିକ ଓହଳ। ଠିକ୍ ଅଛି, ବରଗଛର ଯେତିକି ଓହଳ SI ସ୍କାମ୍ରେ ତାଠୁ ଅଧିକ ଓହଳ ଜଣାପଡ଼ୁଛି। କିନ୍ତୁ ଓହଳକୁ ଖାଲି ଧରିକି CBI ରହିଯିବ ନା ପୁରା ଗଣ୍ଟିଟାକୁ ଆପଣଙ୍କର ଧରିବ? ଧୀରେ ଧୀରେ ଜଣାପଡ଼ିବ ଆଗାମୀ ଦିନରେ। ନେକ୍ସଟ ହୋଇଛି ଆପଣଙ୍କର 4 ଦିନ ପରେ ଆନ୍ଦୋଳନ ଉଠିଲେ OUT ଛାତ୍ରଛାତ୍ରୀ, ମୁଖ୍ୟମନ୍ତ୍ରୀ ଦାୟୀପତ୍ର ଦେଲେ, ପ୍ରସ୍ତୁତି ମିଳିଲା। କିନ୍ତୁ ଏଠି ବି ଦେଖନ୍ତୁ ନେଗୋସିଏସନ୍ ଭିତରେ ଆପଣଙ୍କର ଅଛନ୍ତି କିଏ ନା ବାବୁ ସିଂ। ବାବୁ ସିଂ ଇଜ୍ ଦ ନେଗୋସିଏସନ୍ ପର୍ସନ୍। ଜଗା ପ୍ରଧାନ, ବାବୁ ସିଂ ବୋଥ୍ ଆର୍ ଦ ନେଗୋସିଏସନ୍ ପର୍ସନ୍। ବଟ୍ ଏହି ଦୁଇ ଜଣଙ୍କର ପ୍ରତିଶ୍ରୁତି, ଏହି ଦୁଇ ଜଣଙ୍କର ରାଜନୀତିକ ଆପଣଙ୍କର ଗୋଟି ଚାଳନା କେତେ ଦୂର ସଫଳ ହେବ ଏବଂ ମୋହନ ମାଝୀ ଏହାକୁ କେତେ ଦୂର ପୂରଣ କରିବେ ତାକୁ ଆମେ ନିଶ୍ଚିତ ଭାବରେ ଅପେକ୍ଷା କରିଛେ। ଏବଂ ଖୋର୍ଦ୍ଧା ଛାତ୍ରବୃତ୍ତି ଦୁର୍ନୀତି ମାମଲାରେ ସନ୍ଦେହରେ ଆଉ 9,000ରୁ ଉର୍ଦ୍ଧ୍ୱ ସାର୍ଟିଫିକେଟ୍, 4,292 ଜାତି ଏବଂ 4,890 ଆୟଗତ ପ୍ରମାଣପତ୍ର ବର୍ତ୍ତମାନ ସୁଦ୍ଧା ବି ଯାଞ୍ଚ ହେଇନି, ହେବାର ଆବଶ୍ୟକତା ରହିଛି। ବହୁତ ସାରା ଏମିତି ବିଗତ ଦିନରେ ବହୁତ ବି ହେଇଛି। ଠିକ୍ ଅଛି, ଆଣ୍ଡ SOG ଯବାନ ଅଧିକାରୀଙ୍କ ରିସ୍କ ଆଲାଉନ୍ସେସ୍ ବଢ଼ିଛି। ଠିକ୍ ଅଛି, ବଢ଼ୁ, କିଛି ଅସୁବିଧା ନାହିଁ ଆମର, କିନ୍ତୁ ଯେଉଁମାନେ ଆପଣଙ୍କର ମାଗୁଛନ୍ତି, ହାତ ପାତୁଛନ୍ତି ଦୀର୍ଘ ଦିନ ଧରି, ସେମାନଙ୍କ ହାତ ବୁଝନ୍ତୁ। ଆଣ୍ଡ ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ ହେଇଛି ଆପଣଙ୍କର ଏ ବର୍ଷର। ଆପଣ ଦେଖିଛନ୍ତି 2025ର ଯଦି ଆମେ କହିବା କିଛି ରିକ୍ରୁଟମେଣ୍ଟ, ବ୍ଲାକ୍ ରିକ୍ରୁଟମେଣ୍ଟ ପ୍ରୋସେସ୍ ଯେଉଁଟା କଣ୍ଟିନ୍ୟୁ ଅଛି। ଆଣ୍ଡ ଶିକ୍ଷାନୁଷ୍ଠାନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ବି ଦିଆହେଇଛି। ଅବଶ୍ୟ ସେ ମ୍ୟାଟର୍ ସର୍ଟ ଆଉଟ୍ ହେଇଯାଇଛି ବର୍ତ୍ତମାନ, ଆଉ ଜଏନିଂ ଆଉ ଗୋଟେ ଷ୍ଟେପ୍ ଦୂରରେ ଅଛି। ଠିକ୍ ଅଛି, ଆଣ୍ଡ ଟ୍ୟୁସନ୍ କୋଚିଂ ସେଣ୍ଟରରେ ସରକାରୀ ଶିକ୍ଷକ ବହୁତ ଥର ଚିଠି ହେଲାଣି, ବହୁତ ଗ୍ରିଭାନ୍ସ ଦିଆଗଲାଣି, କିନ୍ତୁ ଗୋଟେ ଜିନିଷ ହେଲା ଯେ ସରକାରୀ ଶିକ୍ଷକମାନେ ବାଧ୍ୟ ହେଉଛନ୍ତି ଆଜ୍ଞା ଘରେ ଟ୍ୟୁସନ୍ କରିବା ପାଇଁ। କାହିଁକି ନା ଆପଣ ଯଦି 11-12 ହଜାର ଟଙ୍କା, 14,000 ଟଙ୍କା ଦରମା ଦେବେ, ସେମାନେ ଚଳିବେ କେମିତି? ଆପଣ କହିବେ ଗୋଟେ ସାଙ୍ଗେ ସାଙ୍ଗେ ଆପଣ ଏକ୍ଜାମ୍ପଲ୍ ଦେଇଦେବେ, ଧାନ ରୋଇ ଯାଉଛନ୍ତି 400 ଟଙ୍କାରେ, ମାସକୁ ଆପଣଙ୍କର ପାଉଛନ୍ତି 12,000 ଟଙ୍କା, ସେ ଚଳୁଛନ୍ତି କେମିତି? ଆପଣ ସବୁବେଳେ ଯେଉଁମାନେ ଏଜୁକେଟେଡ଼ ନୁହେଁ, ଯେଉଁମାନେ ଅନସ୍କିଲ୍ଡ, ଯେଉଁମାନଙ୍କର ସ୍କିଲ୍ ନାହିଁ, ତାଙ୍କ ସହ କାହିଁକି ଶିକ୍ଷକଙ୍କୁ କମ୍ପେୟାର କରନ୍ତି? ଠିକ୍ ଅଛି, ତ ଯେପର୍ଯ୍ୟନ୍ତ ଶିକ୍ଷକଙ୍କର ମୂଲ୍ୟ ନାହିଁ, ଶିକ୍ଷକଙ୍କର ମର୍ଯ୍ୟାଦା ନାହିଁ, ସେ ପର୍ଯ୍ୟନ୍ତ ପାଠର ମର୍ଯ୍ୟାଦା ନାହିଁ। ଆଶା ହିଁ କରନ୍ତୁନି।
ଠିକ୍ ଅଛି। ଆଣ୍ଡ ତା ସହିତ ଘରୋଇ କ୍ଷେତ୍ରରେ ଦିବ୍ୟାଙ୍ଗଙ୍କୁ ମିଳୁନି 5% କର୍ମ ନିଯୁକ୍ତି ସେଣ୍ଟ୍ରାଲ ଡାଟାବେସ୍ ପ୍ରସ୍ତୁତ ପାଇଁ ଶିଖାଇବାକୁ ନିର୍ଦ୍ଦେଶ ରହିଛି ଏବଂ ସାମାଜିକ ଗଣମାଧ୍ୟମରେ ନିଜର ମତ ପୋଷ୍ଟ କରିବାକୁ ସୈନିକଙ୍କୁ ବାରଣ। ଏଇଟା ଭଲ କଥା, କାହିଁକି ଦେଖନ୍ତୁ ଡିଫରେଣ୍ଟ ଆସ୍ପେକ୍ଟ ଅଛି, ସବୁବେଳେ ଆମେ ଆସ୍ପେକ୍ଟକୁ ଦେଖିବା। ଆସ୍ପେକ୍ଟ ଏଇଆ, ଆପଣ ଜାଣିଛନ୍ତି କିଛି ଦିନ ତଳେ ହନି ଟ୍ରାପ୍ ଦେଖାଯାଉଥିଲା। ହନି ଟ୍ରାପ୍ ଇଜ୍ ଏ ଭେରି ଡେଞ୍ଜରିୟସ୍ ଥିଙ୍ଗ ଫର୍ ଆୱାର ସିକ୍ୟୁରିଟି ଅଫ୍ ଆୱାର କଣ୍ଟ୍ରି। ତ ସେଥିପାଇଁ ଏଇ ଜିନିଷକୁ ବନ୍ଦ କରାହେଇଛି, ଠିକ୍ କଥା। କିନ୍ତୁ ଆଉ ଗୋଟେ ଆସ୍ପେକ୍ଟକୁ ଦେଖିବା ଯେ ନିଜର ବ୍ୟକ୍ତିଗତ ମତାମତ ପୋଷଣ କରିବା, କୌଣସି ରାଜନୈତିକ ଉପରେ ନିଜର ମତାମତ ରଖିବା ଅର୍ଥାତ୍ ଫ୍ରିଡ଼ମ୍ ଟୁ ସ୍ପିଚ୍ ଆର ବି ଉଲ୍ଲଂଘନ ହେଉଛି। ଠିକ୍ ଅଛି। ନେକ୍ସଟ ରହିଛି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଡିପାର୍ଟମେଣ୍ଟ ଅଫ୍ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଚିଠି ରହିଛି ପିଲାମାନଙ୍କର ମାଗଣା ମୁଖ୍ୟମନ୍ତ୍ରୀ ବସ୍ ସେବାରେ ପାର୍ଟିସିପେସନ୍ କରିବା ପାଇଁ ଏବଂ ସେଥିରେ ମାଗଣାରେ ସେମାନେ ଯାତାୟାତ କରିପାରିବେ, ସେ ବ୍ୟବସ୍ଥା ପାଇଁ ସେମାନଙ୍କର ଆଇଡ଼ି କାର୍ଡ଼, ଭ୍ୟାଲିଡ଼ ଆଇଡ଼ି କାର୍ଡ଼ ଦେଖି ସେମାନେ ଯାଇପାରିବେ, ଟ୍ରାଭେଲ୍ ଏକ୍ସପେନ୍ସେସ୍ ସେମାନଙ୍କୁ ପଡ଼ିବ ନାହିଁ। ଏବଂ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟ ଆଉ ଗୋଟେ ଚିଠି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଯେଉଁମାନେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଣ୍ଡରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କାମ କରୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀମାନେ, ସେମାନଙ୍କ ଡିମାଣ୍ଡ ଥିଲା ଏଥର ଯେ କ୍ଲାସ୍ 12th 11 12thରେ କମର୍ସ ଖୋଲାଯାଇଛି, ଆର୍ଟ୍ସ ବି ଖୋଲାଯାଉ ଆଣ୍ଡ ଏଟାକୁ ଷ୍ଟ୍ରେନ୍ଥେନ୍ କରାଯାଉ। କିନ୍ତୁ ଗଭର୍ଣ୍ଣମେଣ୍ଟ ଷ୍ଟ୍ରେନ୍ଥେନ୍ କରିବା ବଦଳରେ ସ୍କୁଇଜ୍ କରୁଛି। ସ୍କୁଇଜ୍ କାହିଁକି କରୁଛି ନା ଆପଣ ଦେଖନ୍ତୁ, ଏଠି କୁହାଗଲା ଯେ ଆଦର୍ଶ ବିଦ୍ୟାଳୟ ବ୍ୟବସ୍ଥା ଅଛି କ୍ଲାସ୍ 6ରୁ କ୍ଲାସ୍ 12 ଯାକେ ପାଠ ପଢ଼ିବା ପାଇଁ CBSE ଆଫିଲିଏସନ୍ରେ, କିନ୍ତୁ କ୍ଲାସ୍ 6ରୁ କ୍ଲାସ୍ ଆପଣଙ୍କର 10 ପର୍ଯ୍ୟନ୍ତ ପ୍ରତି ସେକ୍ସନ୍ରେ 40 ଜଣ ପିଲା ରହିପାରିବେ, ଅର୍ଥାତ୍ ଗୋଟେ କ୍ଲାସ୍ 2ଟା ସେକ୍ସନ୍, ପ୍ରତ୍ୟେକ ସେକ୍ସନ୍ରେ 40ଟା ପିଲା। କିନ୍ତୁ କ୍ଲାସ୍ 11th ଆଉ 12thରେ ଗୋଟେ ସେକ୍ସନ୍ରେ 40 ପିଲା ରହିବେ ଇଚ୍ ଏକାଡେମିକ୍ ସେସନ୍ରେ 2016-17 26-27ରୁ। କିନ୍ତୁ ଏଇ ବର୍ଷଟା କେବଳ ଗଭର୍ଣ୍ଣମେଣ୍ଟ ଆଲାଉ କରିଛି ନା ପ୍ରତି ସେକ୍ସନ୍ରେ 2ଟି ଲେଖା ଆପଣଙ୍କର ସେସନ୍ ରହିବ ପ୍ରତି କ୍ଲାସ୍ରେ ଏବଂ 40ଟି ଲେଖା ପିଲା ରହିପାରିବେ, ଅର୍ଥାତ୍ ଗୋଟେ ସେକ୍ସନ୍ ଆସନ୍ତା ଇୟର୍ରୁ କଟିଯାଉଛି। ଅର୍ଥାତ୍ ପିଲାଙ୍କର ଷ୍ଟ୍ରେନ୍ଥ ବି କମିବ, PGT ମାନଙ୍କର ରିକ୍ୱିଜିସନ୍ ବି କମିବ, ଆବଶ୍ୟକତା ବି କମିବ। ଚିନ୍ତା କରନ୍ତୁ ଗଭର୍ଣ୍ଣମେଣ୍ଟ କେଉଁ ଭଳିଆ ମେଣ୍ଟାଲିଟିରେ ଅଛି। ଠିକ୍ ଅଛି। ଆଣ୍ଡ ନେକ୍ସଟ ରହିଛି ଆପଣ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଏକ୍ଜାମ୍ ନୋଟିସ୍ ଆସିସାରିଛି। PRT ଏକ୍ଜାମ୍ 10/1ରେ ଅର୍ଗାନାଇଜ୍ କରାଯିବ, 2 ଘଣ୍ଟିଆ ଏକ୍ଜାମ୍ ରହିବ। ମଲ୍ଟିଟାସ୍କିଂ ଷ୍ଟାଫ୍ 10/1ରେ, ଆସିଷ୍ଟାଣ୍ଟ କମିଶନର ପ୍ରିନ୍ସିପାଲ ଭାଇସ୍ ପ୍ରିନ୍ସିପାଲ 10/1ରେ, 11/1ରେ ଆଣ୍ଡ ବାକି TGT ବାକି ପୋଷ୍ଟ ହେଲା 11/1ରେ। ଆପଣ ପ୍ରିପେୟାର ହେଇଯାଆନ୍ତୁ ଏକ୍ଜାମ୍ ଦେବା ପାଇଁ। ତା ସହିତ ଆପଣଙ୍କର OAS ବ୍ୟବସ୍ଥାର ସମ୍ପ୍ରସାରଣ କଲେ ମୁଖ୍ୟମନ୍ତ୍ରୀ, ଏଣିକି ସରକାରୀ କାର୍ଯ୍ୟ ପେପରଲେସ୍ ହେବ। ଭଲ କଥା, ସୁନ୍ଦର ଜିନିଷ, ଏଇଟା ସୁନ୍ଦର ପଦକ୍ଷେପ। ଆଣ୍ଡ ତା ସହିତ ସାନ୍ତାଳୀ ଭାଷାରେ ସମ୍ବିଧାନ ରାଷ୍ଟ୍ରପତି ମହାମହିମ ରାଷ୍ଟ୍ରପତି ଉନ୍ମୋଚନ କରିଛନ୍ତି। ମୁଁ ଗତକାଲି ବି ଆପଣଙ୍କୁ ଦେଖେଇଥିଲି, ଆପଣ ଦେଖିଛନ୍ତି, ସୁନ୍ଦର ପଦକ୍ଷେପ ଏଇଟା। ଏବଂ ତା ସହିତ DSSB ଯେଉଁମାନେ ଆପ୍ଲାଏ କରିଥିଲେ PRT ପାଇଁ, ସେମାନଙ୍କର ବି ଆସିସାରିଛି ଏକ୍ଜାମ୍ ଡେଟ୍। ଆପଣ ଯଦି ଆପ୍ଲାଏ କରିଥିଲେ ଦେଖିନିଅନ୍ତୁ। TGT ଆଣ୍ଡ ଆସିଷ୍ଟାଣ୍ଟ ଟିଚର ପ୍ରାଇମେରୀ ୟୋର ଏକ୍ଜାମ୍ ଇଜ୍ ଅନ୍ 24 February 2026 ଆଣ୍ଡ ବାକି ଆପଣଙ୍କର ଅନ୍ୟାନ୍ୟ ପୋଷ୍ଟର TGT ଡିଫରେଣ୍ଟ ପୋଷ୍ଟ ଡିଫରେଣ୍ଟ ଡେଟ୍ରେ ଅଛି, ଆପଣ ଦେଖିପାରିବେ ନିଜ ଏକ୍ଜାମ୍ ଡେଟ୍। ତା ସହିତ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଆଉ ଗୋଟେ ଚିଠି ରହିଛି ଆପଣଙ୍କର ରିଗାର୍ଡ଼ିଂ ଅନଲାଇନ୍ ଆଡ଼ମିସନ୍ ଅଫ୍ EWS ଷ୍ଟୁଡେଣ୍ଟସ୍ ଇନ୍ ଡିଫରେଣ୍ଟ ପ୍ରାଇଭେଟ୍ ସେକ୍ଟର। ଆପଣ ଡେଡ଼ଲାଇନ୍ ବି ଆସିଯାଇଛି। 6 ଜାନୁଆରୀରୁ ଆପଣ 8 ଫେବୃଆରୀ ପର୍ଯ୍ୟନ୍ତ ନୂଆ ସ୍କୁଲରେ ଆଡ଼ମିସନ୍ ପାଇଁ ଏଡ଼ିଟ୍ ଅପଡ଼େଟ୍ ଆପ୍ଲାଏ କରିପାରିବେ। ଆଣ୍ଡ DO VO ସ୍ତରରେ ଭେରିଫିକେସନ୍ କରାଯିବ 6 ଫେବୃଆରୀରୁ 9 ଫେବୃଆରୀ ପର୍ଯ୍ୟନ୍ତ। ଆଣ୍ଡ ଫାର୍ଷ୍ଟ ରାଉଣ୍ଡ ଷ୍ଟୁଡେଣ୍ଟ ରେଜିଷ୍ଟ୍ରେସନ୍ କରାଯିବ 10 ଫେବୃଆରୀରୁ 10 ମାର୍ଚ୍ଚ ପର୍ଯ୍ୟନ୍ତ। ତାପରେ ଡିଫରେଣ୍ଟ ଡେଟ୍ ଆପଣ ଦିଆହେଇ ସେଇ ଅନୁସାରେ ଆପଣ ଆଡ଼ମିସନ୍ କରିପାରିବେ। ଥାର୍ଡ଼ ରାଉଣ୍ଡ ପୁରା କମ୍ପ୍ଲିଟ୍ ହେବ 15 ଜୁଲାଇ ସୁଦ୍ଧା। ଠିକ୍ ଅଛି। ତ ଏଇ ରହିଥିଲା ଆଜିର କମ୍ପ୍ଲିଟ୍ ଇନଫର୍ମେସନ୍। ଆଶା କরি ଭିଡ଼ିଓ ମାଧ୍ୟମରେ କମ୍ପ୍ଲିଟ୍ ଇନଫର୍ମେସନ୍ ଦେଇପାରୁଛି, ହେଲ୍ପଫୁଲ୍ ହେଇ। ପୁଣି ଦେଖା ହେବ ନେକ୍ସଟ। ଧନ୍ୟବାଦ।